ଶ୍ରୀ ଗୁରୁ ବ୍ରହ୍ମ ମହିମା ଲେଖ ମହିମା ବାସ୍ତୁ ସେବା ୟୁଟ୍ୟୁବ ଚ୍ୟାନେଲ ତରଫରୁ ଆପଣମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ଆଜିର ଆଲୋଚନାରେ ରଖିଛି କୃତଘ୍ନ ମନୁଷ୍ୟ। ଏ ମନୁଷ୍ୟ ସମାଜ ଯାହାର ଖାଇବେ ତାହାରି ନିନ୍ଦା କରିବେ। ଏହା କ'ଣ ସତ୍ୟ? ଏହି ବିଷୟ ଆରମ୍ଭ କରିବା ପୂର୍ବରୁ ଆପଣମାନଙ୍କୁ ମୋର ଅନୁରୋଧ, ଯାହାକୁ ଏହି ବିଷୟଟି ଭଲ ଲାଗିବ ଗୋଟିଏ ଲାଇକ୍ କରିବେ, ସାଙ୍ଗସାଥୀମାନଙ୍କୁ ସେୟାର କରିବେ। ଯେଉଁମାନେ ପ୍ରଥମ କରି ଏହି ଚ୍ୟାନେଲକୁ ଆସିଛନ୍ତି ସେମାନେ ଗୋଟିଏ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ବେଲ୍ ଆଇକନ୍ ବଟନକୁ ଦବାଇ ଦେବେ, ଯାହାଦ୍ୱାରା ଆମର ଯେତେବେଳେ ଭିଡ଼ିଓ ଅପଲୋଡ଼ ହେବ ସର୍ବପ୍ରଥମେ ଆପଣମାନଙ୍କ ପାଖରେ ପହଞ୍ଚି ପାରିବ। ଏବେ ଆରମ୍ଭ କରିବା। ଶାସ୍ତ୍ରରେ ଅଛି, ପିତା ମାତା ସଂଯୋଗ କାଳେ ବିହି ଯାହା ଲେଖିଲା କପାଳେ। ଏହା ନିରାଟ ସତ୍ୟ କଥା। ଗୋଟିଏ ଜୀବ ଯିବା ପରେ ତାର ଘଟଟି ପୃଥିବୀ ପୃଷ୍ଠରେ ପଡ଼ି ନଷ୍ଟ ହୋଇଯାଏ, କିନ୍ତୁ ତାହାର ଆତ୍ମା ଶରୀରରୁ ବାହାରିଯାଏ। ଆତ୍ମା ବାହାରିବା ପୂର୍ବରୁ ମନୁଷ୍ୟଟି ଯେଉଁ ସମୟରେ ମୃତ୍ୟୁ ଶଯ୍ୟାରେ ପଡ଼ିଥାଏ, କିଛି ସମୟ ପରେ ତାର ମୃତ୍ୟୁ ହେବ, ତାହା ନିକଟକୁ କାଳ ବିକାଳ ଦୁଇ ପୁରୁଷ ଆସି ତାକୁ ବିଭିନ୍ନ ପ୍ରକାର ଲୋଭ ଦେଖାନ୍ତି। କୁହନ୍ତି, ଏ ତୁ ଆମ ସାଙ୍ଗରେ ଚାଲିଆ, ଆମେ ତତେ ଭଲ ଜାଗାରେ ରଖାଇବୁ। ଆତ୍ମା ତାର ଘଟ ତ୍ୟାଗ କରି କାଳ ପୁରୁଷର ପଶ୍ଚାତ ଧାବନ କରେ। ସେଇ ଲୋଭରେ ପଡ଼ି ମନୁଷ୍ୟ କଣ କରେ ନା, ସେ ଆତ୍ମା ସେ କାଳ ପୁରୁଷର ପଛରେ ଦୌଡ଼ିଥାଏ। କାଳ ପୁରୁଷ ଆଗରେ ଆଗରେ ଚାଲେ, ଏ ଆତ୍ମା ତା ପଛରେ ଦୌଡ଼ିଥାଏ। ବହୁ ବାଟ ଯିବା ପରେ ଯେତେବେଳେ କାଳ ପୁରୁଷକୁ ଆଉ ଆତ୍ମା ଧରି ପାରେ ନାହିଁ କି ତାର ପାଖ ମଧ୍ୟ ଯାଇପାରେ ନାହିଁ, ଆଉ କିଛି ସମୟ ପରେ କାଳ ପୁରୁଷ ଅଦୃଶ୍ୟ ହୋଇଯାଏ। ଆଉ କାଳ ପୁରୁଷକୁ ଖୋଜିଲେ ବି ପାଏ ନାହିଁ। ତେଣୁ ସେ କଣ କରେ ନା, ପୁଣି ତାର ଯେଉଁଠାରେ ଘଟକୁ ଛାଡ଼ିକି ଯାଇଛି ସେ ସେଇଟାକୁ ଫେରିଆସେ। ସେଇଠାରେ ଆସି ପହଞ୍ଚିବା ପୂର୍ବରୁ କାଳ ପୁରୁଷ ସିନା ଆତ୍ମାକୁ ନେଇ ଚାଲିଗଲା, କିନ୍ତୁ ବିକାଳ ପୁରୁଷ ସେହିଠାରେ ରହିଥାଏ। ଆତ୍ମା ଯିବା ପରେ ଏ ଘଟ ବା ଶରୀରକୁ ବିକାଳ ଲୁଚାଇ ଦେଇ ନଷ୍ଟ କରିଦିଏ। ଯେତେବେଳେ ଆତ୍ମା ଆଉ ଆସିକି ସେ ଘଟ ନ ପାଏ, ସେ ସମୟରେ ସେ ଚିନ୍ତା କରେ ଯେ ମୁଁ କେତେ ବଡ଼ ଭୁଲ କଲି। କାଳ ପୁରୁଷ ମୋତେ ଠକିଦେଲା, ସବୁ ଦେବାକୁ କହି କିଛି ଦେଲା ନାହିଁ, କିନ୍ତୁ ନିରୁପାୟ। ଆଉ ବା କଣ କରିପାରିବ? ଉପାୟ ନାହିଁ। ତାକୁ ବା ପଚାରେ କିଏ? ନିରୁପାୟ ହୋଇ ସେବେଠାରୁ ସେ ତାର ଘଟକୁ ଖୋଜି ବୁଲେ। କୌଣସି ଠାରେ ମଧ୍ୟ ସେଇ ଆତ୍ମା ଘଟ ପାଏ ନାହିଁ। ଶେଷରେ ଉତ୍ପାତ କରେ। ବିକଳ ହୋଇ ଖୁବ୍ ଉଚ୍ଚ ସ୍ୱରରେ କ୍ରନ୍ଦନ କରେ। ଏହା କ୍ରନ୍ଦନ କରେ ବୋଲି ପ୍ରମାଣ କଣ? ନା, ଯେଉଁ ସମୟରେ ଆପଣମାନେ ଜାଣିଥିବେ ଅତୃପ୍ତ ଆତ୍ମା କାହାରି ନା କାହାରି ଶରୀରରେ ପ୍ରବେଶ କରେ ବା ସବାର ହୁଏ, ସେହି ସମୟରେ ସେ ବ୍ୟକ୍ତି ଖୁବ୍ ଉଚ୍ଚ ସ୍ୱରରେ କ୍ରନ୍ଦନ କରେ।
ପ୍ରତିଶୋଧ ପରାୟଣା ହୋଇ ଉଠେ। ଏହିପରି କିଛି ଦିନ ସେ ଶୂନ୍ୟରେ ଘୁରି ବୁଲିବା ପରେ ପୁଣି ଜନନୀ ଜଠରରେ ଶୟନ କରେ। ଆତ୍ମା ଶୂନ୍ୟରେ ଘୁରିବା କଷ୍ଟ ଠାରୁ ଜନନୀର ଜଠର ଯନ୍ତ୍ରଣା ଆହୁରି ଅଧିକ ହୁଏ। ଯେଉଁ ସମୟରେ ମାତାର ରଜ ଓ ପିତାର ବୀର୍ଯ୍ୟ ଏକତ୍ର ହୁଏ, ସେହି ସମୟରେ ଜୀବର ମୂଳଦୁଆ ପଡ଼େ। ମାତାର ଯେଉଁ ରଜ ସ୍ଫଳନ ହେବା ସମୟରେ ମାତା ଏ ଦୁନିଆରେ ଅସ୍ପୃଶ୍ୟ ହୋଇଥାଏ, ସେହି ରଜରେ ଜୀବ ସୃଷ୍ଟି ହୁଏ। ଏଣୁ ମୁନି ଋଷିମାନେ ସର୍ବଦା ପୁନର୍ଜନ୍ମ ନ ହେବା ସକାଶେ ଧ୍ୟାନ ଜପ ଆଦି କରିଥାନ୍ତି। ପୁରୁଷର ବୀର୍ଯ୍ୟର ଗୋଟିଏ ବୁନ୍ଦାରେ 5 ଲକ୍ଷ ଶୁକ୍ରାଣୁ ଥାନ୍ତି। ଶରୀର ଉତ୍ତେଜିତ ହେଲେ ତାହା ସ୍ଫଳିତ ହୋଇ ମାତାର ରଜ ଆଡ଼କୁ ଖୁବ୍ ଦ୍ରୁତ ଗତିରେ ଅନ୍ଧକାର ମଧ୍ୟରେ ଧାବମାନ କରନ୍ତି। ସେହି ଅନ୍ଧକାର ମଧ୍ୟରେ ଧାବମାନ ସମୟରେ ଦଳା ଚକଟା ହୋଇ ମୃତ୍ୟୁ ମୁଖରେ ପଡ଼ନ୍ତି। ବା ଯେଉଁ 5 ଲକ୍ଷ ଶୁକ୍ରାଣୁରୁ ମାତ୍ର ଅଳ୍ପ କିଛି ବା 200 ଶୁକ୍ରାଣୁ ବଞ୍ଚି ରୁହନ୍ତି। ଯେଉଁ ଶୁକ୍ରାଣୁ ବଞ୍ଚି ରହିଲେ ସେ ନିଶ୍ଚିନ୍ତ ବଳିଷ୍ଠ। ଦୁର୍ବଳ ଶୁକ୍ରାଣୁ ବାଟରେ ମରିଗଲେ ସେହି 200 ଶୁକ୍ରାଣୁ ବଳିଷ୍ଠ ହୋଇ ରଜ ସହିତ ମିଳିତ ହେବାକୁ ତାଙ୍କ ମଧ୍ୟରେ ମଧ୍ୟ ପ୍ରତିଯୋଗିତା ହୁଏ। ତହିଁ ମଧ୍ୟରେ ଗୋଟିଏକୁ ଛାଡ଼ି ଅନ୍ୟ ସବୁ ଶୁକ୍ରାଣୁ ମରିଯାନ୍ତି। ସେହି ଗୋଟିଏ ଶୁକ୍ର ରଜର ଡିମ୍ବାଣୁ ସହିତ ଏକତ୍ର ହୋଇ ଗର୍ଭାଶୟରେ ସ୍ଥାନ ପାଏ। ସେ ସମୟରେ ସେ ଗୋଟାଏ କ୍ଷୁଦ୍ର ବଦରୀ ଫଳ ସଦୃଶ ଅର୍ଥାତ୍ ଗୋଟେ ଛୋଟିଆ କଷି ବରକୋଳି ଆକାର ଧାରଣ କରିଥାଏ। ସେ ସମୟରେ ତାର ରୂପ ଧଳା ରଙ୍ଗ ହୋଇଥାଏ। ଶରୀର ତତ୍ତ୍ୱରେ ମଧ୍ୟ ଲେଖାଯାଇଛି, ପ୍ରଥମ ମାସେ ତୁଜେ ହେଲୁ ଧବଳ ବର୍ଣ୍ଣ। ମାତା ଗର୍ଭରେ କିପରି ଜୀବ ସୃଷ୍ଟି ହେଲା ତାହା ପୂଜ୍ୟସ୍ପଦ ବାବା କ୍ଷେତ୍ରବାସୀ ବାବା ତାଙ୍କ ଲିଖିତ ମାତୃଗର୍ଭ ତତ୍ତ୍ୱ ଚିନ୍ତା ପୁସ୍ତକରେ ବର୍ଣ୍ଣନା କରିଅଛନ୍ତି। 5ମ ମାସରେ ନାସାରନ୍ଧ୍ର ବ୍ରହ୍ମରନ୍ଧ୍ର ସୃଷ୍ଟି କଲେ। ଏହାପରେ ପ୍ରଥମ ମାସରେ ନାସାରନ୍ଧ୍ର ବ୍ରହ୍ମରନ୍ଧ୍ର ସୃଷ୍ଟି କଲେ। ଏହାପରେ ଦ୍ୱିତୀୟ ମାସରେ ଓ ତୃତୀୟ ମାସରେ ନାଭି, ଲିଙ୍ଗ, ଗୁହ୍ୟଦ୍ୱାର ଏହିପରି ଗୋଟିଏ ଗୋଟିଏ କରି 9 ମାସ ପର୍ଯ୍ୟନ୍ତ ସୃଷ୍ଟି କଲେ। ଗୃହରେ ଯେପରି ମଝି ଖୁଣ୍ଟ ଗୋଟିଏ ଥାଏ, ଯାହାକି ଘରକୁ ସଳକ କରି ରଖିଥାଏ, ସେହିପରି ଗୋଟିଏ ମେରୁ ଖୁଣ୍ଟ ସୃଷ୍ଟି କଲେ। ସେ ମେରୁ ଖୁଣ୍ଟଟିକୁ 16 ଗୋଟି ଡମ୍ବରୁ ସଦୃଶ ହାଡ଼କୁ ଯୋଡ଼ି ସଳକ ରଖିଲେ। ତାହାର ଶିଖରରେ ଅଲେଖ ପୁରୁଷ ଅଣାକାର ରୂପରେ ବିଦ୍ୟମାନ ହୋଇଛନ୍ତି। ଧୀରେ ଧୀରେ ଜୀବଜଗତ ଧୀରେ ଧୀରେ ଜୀବଦାନ ପାଇଗଲା ପରେ ଚର୍ମ ମୁଣା ମଧ୍ୟରେ ରହି ମାତୃଗର୍ଭର କୃମି, ଲାଳ ଓ ନିଜର ମଳ, ଖଙ୍କାର ଆଦି ଶରୀରରେ ଲେସି ହୋଇ ରହିଯାଏ। କ୍ଷୁଧା ବିକଳରେ ସେହି ଲାଳ, ମଳ, ମୂତ୍ର, ଖଙ୍କାର ଆଦି ଭକ୍ଷଣ କରିଯାଏ, ଯାହାଦ୍ୱାରା ଜୀବଟି ଜୀବନ ବିକଳରେ ଛାଟିପିଟି ହୁଏ। ଅନୁଭବ କରନ୍ତୁ ତ ସେ ସମୟରେ ମାତାର ଗର୍ଭ ଯନ୍ତ୍ରଣା କିପରି ହେଉଥିବ।
ଜୀବଟି ଗର୍ଭ ମୁଣାରେ ଓଲଟା ହୋଇଥାଏ। ହସ୍ତ ଦୁଇଟି ମସ୍ତକ ଉପରେ ଯୋଡ଼ି ହୋଇ ରହିଥାଏ। ସେ ଯନ୍ତ୍ରଣାରୁ ମୁକ୍ତି ପାଇବା ସକାଶେ ପରମ ବ୍ରହ୍ମ ପରମ ପୁରୁଷକୁ ବିକଳରେ ଡାକେ, ହେ ପରମ ବ୍ରହ୍ମ, ମୋତେ ଏଥିରୁ ମୁକ୍ତି ଦିଅ। ହେ ପ୍ରଭୁ, ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ତବ ନାମ ମୋର ତୁଣ୍ଡରେ ଥିବ। କିନ୍ତୁ ଥରେ ଚିନ୍ତା କର ତ, ସେହି ଅନ୍ଧକାର ନର୍କ କୁଣ୍ଡ ମଧ୍ୟରୁ ମୁକ୍ତି କଲା କିଏ? ଶାସ୍ତ୍ରରେ ମଧ୍ୟ ଅଛି। ଆଉ ବଡ଼ ବଡ଼ ପଣ୍ଡିତ ମାନେ ମଧ୍ୟ କୁହନ୍ତି, ଅନ୍ଧକାରରୁ ଆଲୋକକୁ ଆଣିଲା ଯିଏ ସିଏ ହେଉଛି ଗୁରୁ। ମାତା ଯେଉଁ ସମୟରେ ଅନ୍ଧକାରରୁ ନିଜ ଶରୀରକୁ କଷ୍ଟ ଦେଇ ମୃତ୍ୟୁ ଶଯ୍ୟାରେ ଶୟନ କରି ତମକୁ ଆଲୋକକୁ ଆଣିଲା, ସେ କଣ ପ୍ରଥମ ଗୁରୁ ନୁହେଁ କି? ଜନ୍ମ ହେବା ସମୟରେ ଯିଏ ମୃତ୍ୟୁ ଶଯ୍ୟାରେ ଶୋଇ ଯମ ସହିତ ଲଢ଼େଇ କରି ନର୍କ କୁଣ୍ଡରୁ ତମକୁ ଉଦ୍ଧାର କଲା, ସିଏ ପ୍ରଥମ ଗୁରୁ ନୁହେଁ କି? ଗର୍ଭ ମଧ୍ୟରେ ଥାଇ ନର୍କ ଭକ୍ଷଣ କରୁଥିଲା ଯିଏ ଅମୃତ ଭକ୍ଷଣ କରିବାକୁ ନିଜ ରକ୍ତକୁ କ୍ଷୀର ରୂପରେ ପାନ କରାଇଲା, ସିଏ ମୁଖ୍ୟ ଗୁରୁ ନୁହେଁ କି? ଯିଏ ପିଲାର ଗୁହମୂତ୍ରକୁ ଚନ୍ଦନ ପରି ଭାବେ, ସିଏ କଣ ମୁଖ୍ୟ ଗୁରୁ ନୁହେଁ କି? ଯିଏ ନିଜ ପାଦ ଉପରେ ତମ ପାଦ ରଖି ଚାଲିବା ଶିଖାଇଲା, ସିଏ କଣ ମୁଖ୍ୟ ଗୁରୁ ନୁହେଁ? ପ୍ରତ୍ୟେକରେ ଦେଖିବ ମା ହେଲା ମୁଖ୍ୟ ଗୁରୁ। କିନ୍ତୁ ଆମେ କଣ କରୁଛନ୍ତି? ଯେତେବେଳେ ପାଠ ପଢିଲେ ସେତେବେଳେ ମା ଯଦି କଣ ତମକୁ କହିଲା, ସେତେବେଳେ ତମେ ମା କୁ କହୁଛ ତମେ କଣ ଜାଣିଛ ପାଠ ବିଷୟରେ? ମା ବିକଳରେ ମୋ ପୁଅ କଣ ଖାଇବ ସର୍ବଦା ଚେଷ୍ଟା କରିଥାଏ। କିନ୍ତୁ ପୁଅ କଣ କରେ? ଏଇଗୁଡା କଣ ଖାଇବା ଜିନିଷ ମୁଁ ଖାଇବି? ମୁଁ କେତେ ଭଲ ଜିନିଷ ଖାଉଛି, ତୁ ଏଗୁଡାକ ଖାଇଦେ। ପୁଅ ଯେଉଁ ସମୟରେ ବାହା ହୋଇ ସାରିଲା, ସେ ସ୍ତ୍ରୀର ହୋଇଗଲା। ଯଦି କେଉଁ ସମୟରେ ପୁଅର ଦେହ ଖରାପ ହେଲା, ତେବେ ମା ପୁଅ ଘରକୁ ଯାଇପାରିବ ନାହିଁ। ଦୁଆର ମୁହଁରେ ଛିଡା ହୋଇ ଗୁମୁରି ଗୁମୁରି କାନ୍ଦିବ। ଯେଉଁ ସମୟରେ ପୁଅର ଦେହ ଖରାପ ହୁଏ, ପୁଅ ବିଛଣାରେ ପଡିଥାଏ, ମା ସେ ଘରକୁ ଯାଇପାରିବ ନାହିଁ। କାହିଁକିନା ସେ ଘରେ ବୋହୂ ଥିବ, ମା ଆଉ ସେ ଘରକୁ ଯାଇପାରିବ ନାହିଁ। ଦୁଆର ମୁହଁରେ ଛିଡା ହୋଇ ଗୁମୁରି ଗୁମୁରି କାନ୍ଦୁଥିବ। ପୁଅ ଯେତେ ଭୁଲ କରିଥାଉ, ମା ସବୁ ଦୋଷକୁ କ୍ଷମା କରି ପୁଅକୁ କୋଳେଇ ନିଏ। ତେବେ ଯିଏ ଦୋଷ କ୍ଷମା କରିପାରେ, ସିଏ ମୁଖ୍ୟ ଗୁରୁ ନୁହେଁ କି? କିନ୍ତୁ ଏବେ ଆମେ ମାକୁ ଗୁରୁ ବୋଲି ଭାବୁନାହାନ୍ତି, ମାକୁ ମଣିଷ ବୋଲି ବି ଭାବୁନାହାନ୍ତି। ଅନ୍ୟ ଜଣକୁ ଗୁରୁ କରି ତାଙ୍କର ପାଦ ସେବା କରୁଛନ୍ତି, କିନ୍ତୁ ମାକୁ ପାଦରେ ଆଡେଇ ଦେଉଛନ୍ତି। ଯେଉଁ ଗୁରୁକୁ ଆମେ ମାନେ ପାଦ ସେବା କରୁଛନ୍ତି, ତାଙ୍କ ପାଖରେ ଯଦି କିଛି ଆମେ ଭୁଲ କଲେ, ତେବେ ସେ ଭୁଲକୁ କ୍ଷମା ନ କରି ଆମକୁ ତାଙ୍କ ନିକଟରୁ ବହିଷ୍କାର କରିଦେଉଛନ୍ତି। କିନ୍ତୁ ମା କଣ କେବେ ପୁଅକୁ ବହିଷ୍କାର କରିପାରିବ? ପୁଅ ଯେତେ ଭୁଲ କରିଥିଲେ ବି ସୁଦ୍ଧା ମା କଣ କେବେ ପୁଅକୁ ଛାଡି ପାରିବ? ତେବେ ପ୍ରଥମ ଗୁରୁ କିଏ? ତେବେ ମୁଖ୍ୟ ଗୁରୁ କିଏ? ପ୍ରଥମ ଗୁରୁ ଓ ମୁଖ୍ୟ ଗୁରୁ କିଏ? ଆପଣ ମାନେ କମେଣ୍ଟ ବକ୍ସରେ ଜଣାଇବେ। ଆଜି ମୁଁ ଏଇଠାରେ ରହିଲି। ଆସନ୍ତା କାଲି
पुनराय अन्य एक अध्याय रे आपणक सहित साक्षात हेब। श्री गुरु महिमा अलेख शरण, श्री गुरु महिमा अलेख शरण, श्री गुरु महिमा अलेख शरण शरण शरण।